ସାଙ୍ଗମାନେ ଆଜି ଚାଲନ୍ତୁ ଘର ଚାଉଳରେ ବିରିୟାନୀ କରିବା, ଯାହାକି ବହୁତ ସୁନ୍ଦର ହେଇଥିଲା, ବହୁତ ଟେଷ୍ଟି ମଧ୍ୟ ହେଇଥିଲା ଆଉ ସୁପର୍ ବି ହେଇଥିଲା। ଘରେ ହିଁ ମୁଁ ବିରିୟାନୀ ମସଲା ତିଆରି କରିଛି। ଦେଖନ୍ତୁ ଯାହା ଯାହା ମସଲା ପାଇଁ ଦରକାର ମୁଁ ସେଗୁଡ଼ାକୁ ପ୍ରଥମେ ଫ୍ରାଏ କରିଦେଇଛି। ସ୍ମେଲ୍ ହେବା ପର୍ଯ୍ୟନ୍ତ ଫ୍ରାଏ କରିବେ, ତାପରେ ଆପଣ ଗ୍ରାଇଣ୍ଡ କରିଦେବେ। ଟିକେ ଥଣ୍ଡା ହେଇଗଲା ପରେ ଆପଣଙ୍କୁ ବିରିୟାନୀ ମସଲା ରେଡ଼ି ହେଇଯିବ। ତ ତାପରେ ଦେଖନ୍ତୁ ବିରିୟାନୀ ମସଲା ଘରେ ମୁଁ ତିଆରି କରିବା କାରଣ ଯେ ଏବେ ଯେଉଁ ଆସୁଛି ଏଭରେଷ୍ଟ ବା MDH ମସଲା ୟୁଜ୍ କରିବା କଥା ନୁହଁ। ଯେକୌଣସି ମସଲା ହଉ, ବିରିୟାନୀ ମସଲା ହଉ, ଚିକେନ୍ ମସଲା ୟୁଜ୍ କରିବା କଥା ନୁହଁ, କାରଣ ସେଥିରେ ବେଶୀ କୀଟନାଶକ ୟୁଜ୍ କରୁଛନ୍ତି, ଯାହା ଆମ ହେଲ୍ଥ ପାଇଁ ବହୁତ ଅନହେଲ୍ଦି, କ୍ୟାନ୍ସରର ବି କାରଣ ହେଇପାରେ। ତ ମୁଁ ସେଥିପାଇଁ ୟୁଜ୍ କରିନି। ଦେଖନ୍ତୁ ବିରିୟାନୀ ପାଇଁ ମୁଁ ଘର ଚାଉଳ ନେଇଛି, ଆଉ ପାଣିକୁ ଟିକେ ଗରମ ହେଲା ପରେ ସେଥିରେ ମୁଁ ଚାଉଳ ଏଡ଼୍ କରିଦେଉଛି। ଚାଉଳ ଏଡ଼୍ କରିସାରିଲା ପରେ ମୁଁ ଅଏଲ୍ ଏଡ଼୍ କରିଛି, ଚାଉଳ ଗୁଡ଼ା ଏକାଠି ଚିପୁ ହେବେନି ବୋଲିକି। ତାପରେ ସେଥିରେ ଟିକେ ଲେମ୍ବୁ ରସ ଚିପୁଡ଼ି ଦେଇଛି।